ସୁନ୍ଦରୀ ମାନଙ୍କୁ ମୁଁ କେମିତି ଶାନ୍ତିରେ ଶୁଆଇ ଦେଇଛି। ତାଙ୍କ ପଟରେ କେମିତି ଫୁଲମାଳ ଦେଇଛି ଦେଖ। ଓ ପ୍ରେମିକ ଓ ବ୍ରଦର ମୁଁ ଗୋଟାଏ ବିଷଧର ସାପ। ଦଂଶନ କରିବା ପାଇଁ ମୁଁ ଖୁବ୍ ଭଲ ମୋ ଭାଷଣ ମୋ ସ୍ୱପ୍ନକୁ ସତର ପିସ୍ କରି କାଟି ଦେଇଥିଲି। ସେମିତି କହିବେ ହାତ ଯୋଡ଼ି କହୁଥିଲା ପ୍ଲିଜ୍ ୱାନ୍ ପ୍ଲିଜ୍ ତମେ ମତେ ଛାଡ଼ି ଦିଅ। ହେଲେ ମୁଁ ତା କଥା ଜମା ବି ଶୁଣି ନଥିଲି। ସତର ପିସ୍ କରି କାଟି ସାରିବା ପରେ ତାକୁ ଗୋଟେ ଅଖା ଭିତରେ ପଡ଼ି ଫ୍ରିଜ୍ ଭିତରେ ରଖିଦେଇଥିଲି। ସେଇ ଫ୍ରିଜ୍ରୁ ପ୍ରତିଦିନ ଗୋଟେ ଗୋଟେ ପିସ୍ କରି ବ୍ରିଜ୍ ଉପରୁ ତଳକୁ ଫୋପାଡ଼ି ଦଉଥିଲି। ଆଉ ରୁମରେ ଏଠି ଶୋଇଥିଲା ବେଳେ ତା ମୁହଁରେ ତକିଆ ଚପି ମୁଁ ତାକୁ ମାରି ଦେଇଥିଲି। ଆଉ ସବୁଠୁ ସୁନ୍ଦରୀ ରାଧାକୁ ଓୟୋ ହୋଟେଲର 3 ତାଲା ଉପରୁ ତଳକୁ ଠେଲି ମୁଁ ମର୍ଡର ବି କରିଛି। ସେତିକି ନୁହଁ, ଝିଅମାନଙ୍କୁ ଏମିତି କେମିତି କେମିତି କରି ମାରିବା ପାଇଁ ମୁଁ ଖୁବ୍ ଭଲ ପାଏ। କାହିଁକି କରିଥାନ୍ତି? ଆମ ଲବଷ୍ଟରର ମାଷ୍ଟର ମାଇଣ୍ଡ ଆଉଛନ୍ତି। ତାଙ୍କରି କଥା ଅନୁସାରେ ମୁଁ ତୋତେ ବାହା ହେଇଛି। ଆଉ ସେ କଥା ବି କହିଛନ୍ତି ମୁଁ ତୋତେ ଯେତେ କଷ୍ଟ ଦେବି ସେ ମତେ ସେତେ ଅଧିକା ଟଙ୍କା ଦେବି। Newton का था लो, पर every action there is equal opposite reaction. समूह क्रियाला समान विपरीत प्रतिक्रिया था। वो मावा कांदु संजता वाले, मावा उसको केमिति, परम धर्म कष्ट पाई कांदिले, तब ठीक बुझी परिबो, अन्य आखिर वाला काम डाकेते। तब माँ कोई सते, तब माँ बाबा को छोड़े लगा वाले चक्रांत कर चोदे, आप सते भाई ମୋ ବାବା ସବୁବେଳେ କାନ୍ଦୁଛନ୍ତି। ଜାଣିଛ ମୋ ବାବାକୁ ମୋ ଜୀବନଠୁ ଅଧିକା ଭଲ ପାଏ। ଆଉ ଏତେ ଭଲ ପାଏ ଯେ ତାଙ୍କ ପାଇଁ ସବୁ କିଛି କରିପାରେ। କେବଳ ସେଇଥିପାଇଁ ବାଲ୍ମୀକିଙ୍କୁ କହିଥିଲି ତମକୁ ଭଲ ପାଇବା ପାଇଁ, ଭଲ ପାଇବା ନାଟକ କରି ତମକୁ ମାରି ତମ ଜୀବନକୁ ବର୍ବାଦ କରିଦେବା ପାଇଁ। ମୁଁ ବାଲ୍ମୀକିଙ୍କୁ 50 ଲକ୍ଷ ଟଙ୍କା ଦେଇଛି। ଏତିକି ସରିବନି, ତମେ ସେ ପର୍ଯ୍ୟନ୍ତ କାନ୍ଦିବ যে পর্যন্ত মো মামা না আসিছি। ইয়ে করো তোমার ঠিক বিচার। বাটারে ঘাটারে দেখা হলে সাই বাবু কই মো তমকো মোটিয়া মারতেলি। তম জন্ম
କାହା ଆଖିରେ ଦେଖିବା ତ ଦୂରର କଥା, କାହା ଦୁଃଖ ଦେଖିଲେ ମୁଁ ସହିପାରିବି। ସତୁରି ଲକ୍ଷ ଟଙ୍କାର ଗାଡ଼ି ଚଲେଇବି, କେହି ଜଣ ମତେ ହାତ ଦେଖିଲେ ମୁଁ ତାକୁ ଲିଫ୍ଟ ଦିଏ। ମତେ ରିସେପ୍ସନ ଯୋଉଠି ବି ଗରିବ ଲୋକମାନଙ୍କୁ ଦେଖେ ମୋ ପାଖରେ ଖାଲି କରିଦିଏ। କାମରୁ ଫୁର୍ସତ ନଥିଲେ ବି ପ୍ରତ୍ୟେକ ମାସ ରବିବାର ଦିନ ଯାଇ ମୁଁ ବ୍ଲଡ କ୍ୟାମ୍ପ କରେ। আর এমনি করুন মনুষ্যরা কাহিনী তম মধ্যে অভিযান করছি, সে কথা তুমি ঠিক বুঝি পারিব। আসুছি মো আসুছি। ସାର୍ 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 ଆକ୍ଚୁଆଲି କଥା କ'ଣ କି ମାସ ଶେଷ ହେଲାଣି ଗାଡ଼ି EMI ଦେବା ପାଇଁ ଟଙ୍କା ନଥିଲା। 4-5ଟା ବ୍ଲେଜର ବି ନେଇଛି ସିଲେଇ କରିବା ପାଇଁ, ସିଏ ମୋତେ ଦେଉନାହାନ୍ତି। ଆପଣ ଯଦି କିଛି ମୋଟା ଆକାରରେ ଦେଇଦିଅନ୍ତେ ସାର୍ ଦେଇଦିଅନ୍ତେ ଆପଣ ହେଇଯାନ୍ତା। ସେତେବେଳେ ସିଏ ଆଇଲା କହୁଥିଲେ ମୁଁ କି ଦେଇଛି ସେ କଣ ହେଇଛି କାହିଁକି ଜାଣିଛୁ ନା ଟଙ୍କା ଏସ୍ପି ଦେଇଛି। ଆଉ ଏ କଥା ବି କହିଛନ୍ତି ଆଖିରେ ଲୁହ ନ ଝରିବା ପର୍ଯ୍ୟନ୍ତ ମୁଁ ତତେ ମାରିବି। ମୁଁ ଯାହା କରୁଛି ତମ ମାନଙ୍କ ମଙ୍ଗଳ ପାଇଁ କରୁଛି।